पाप जाय कई देशर घाट घाटी हेला आउ पाप नाही छाड़ी दियो जगन्नाथंकर दुई पद कथा कहले ये लीला लागी चिरे ये लीला चलो रे ये लीला लागी चिरे आहा लीला चलो रे ये गोरा जुची बड़ा दंड बाबा हाउले गोरा जुची बड़ा दंड भक्त मेल रे लीला लागी रे लीला चलो रे लीला लागी रे लीला चलो रे ये बे गोरा जुची बड़ा दंड आहा गोरा जुची बड़ा दंड गोरा जुची बड़ा दंड ये बे गोरा जुची बड़ा दंड भक्त मेल रे पड़ी खाली काली राती रे मो मन पारदाई काली लीला लागी रे रक्षा कल वन पड़ू पड़ू गजकू धार कल जले बुड़ू बुड़ू भरतिया को रखिल शून्य उड़ू उड़ू द्रौपदी को रक्षा कल वस्त्र फेड़ू फेड़ू मोबेल को महाप्रभु होइल की गरु काहीकि आसीचु मन किसने बापाई आसीचु लंगड़ा होई जीव शून्य होई नामरे आसीछि जीव नामरे गमन हौ नाम भजिले पाइबा वैकुंठ धाम भाई जाक मुकुला तो बंध केते बांधु आपे गले जीव जाए पर पाई कांदु बिरदर बारे झिय करुआ छियली हरिबल सहित रे थिव कर ताली श्रीमंतिनी मा माने मोर देबे हुळा हुळी हरिबल हुळा हुळी पडिबो उछुळी ये अनुष्ठानर मंगल करिवे प्रभु वनमाली सर्वे बोलन के बारे हरि हरि बोलो लीला लागी रे लीला चलो रे लीला लागी रे लीला चलो रे जगतरनाथ जगन्नाथ महाप्रभुଙ୍କର କଥା हेला जो प्रभुर बिना निर्देश रे बेस बिना आज्ञा रे हेला गछरु पत्रटिए मा झड़े ना से किए अखिल ब्रह्मांडर नाथ जगतर नाथ जे कि जगन्नाथ जगन्नाथ ये कोटि ओडिया मानकर जे होची हृदयर राजा हेला प्रत्येक ओडिसावासी आमे जहा पई गर्वित बेस से आमे होची ओडिया हम दिय होची कालिया हम संस्कृति भारी बढ़िया तेणु सेही प्रभु जगतरनाथ जगन्नाथंकर कथा आपण माने धीरे धीरे बसिबे मोर कथा को सुनिबे बोली मोर आशा और विश्वास आपण मानकर बहुमूल्य समय यथार्थ मूल्य देबा पई मु निश्चित भाव चेष्टा करिबे सारिया भिक बापा पदुटिए कहन कोन से कहंती आपण मानकु नै जाउची श्री क्षेत्र धाम हां हां मूर्ध साउंडटा भाटी हाउलिया होची पद सुबिबनी भल से हां कमे दिया हाउलियाटा कमे दियो अधिक साउंड किछि दरकार नै जेते साउंड अधिक होबा खागो हां देखिलो हां
ଛାଡ଼ ତେଣୁ ସାରିଆ ଭିକ ଆପଣ ମାନଙ୍କର ଆଜ୍ଞା ପଦଟିଏ କହିଲେ ଆଚ୍ଛା କଣ କହିଲେ କହିଲେ ଥକା ମନ ଚାଲ ଯିବା ମୋ ବାପା ଚକା ନୟନ ଦେଖିବା ଇଏ ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଚକା ନୟନ ଦେଖିବା ଶଙ୍ଖଲା ଭୀମଣ୍ଡଳରେ ଶଙ୍ଖଲା ଭୀମଣ୍ଡଳରେ ବେନି ନେତ୍ର ପ୍ରଖ୍ୟାଳିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଚକା ନୟନ ଚାଲ ଯିବା ଚକା ନୟନ ଦେଖିବା ଥକା ମନ ଚାଲ ଯିବା ପଦୁଟିଏ ଗୀତ ସେଇ ପଦୁଟିଏ ଗୀତରେ ଆଜ୍ଞା ଯେତିକି ସମୟ କୀର୍ତ୍ତନ ହବ ହେଲା ହଜାରେ ନମ୍ବେଇଆ କିଛି ଦରକାର ନାହିଁ ହେଲା କଣ କହିଲେ ସାରିଆ ଭିକ କଣ କହିଲେ ଥକା ମନ ଚାଲ ଯିବା ଚକା ନୟନ ଦେଖିବା ବାବା ଚୌଧୁରୀ ବାବୁ ଆଜ୍ଞା ତମର ମନ କେତେଟା ମୋର ଗୋଟିଏ ବେଲି ମନ ମୁଁ ଦେବି କାହାକୁ ହଁ ଭାକ୍। ହଁ ମୋର ଗୋଟିଏ ବେଲି ମନ ମନ କେତେ ଆଜ୍ଞା 5 ମନ ଦେଖିଲ ପାଠ ନା ଆଦାନ ପ୍ରଦାନ ଚାଲିଲା ହଁ ମୁଁ ପଚାରିବି ଆପଣ ମାନେ କହିବେ ଆପଣ ପଚାରିବେ ମୁଁ କହିଲି କୀର୍ତ୍ତନଟା ଭଲ ଲାଗିବ ବାବା ଥକା ମନ ବେଶ କଣ କହୁଛନ୍ତି ଆଜ୍ଞା ହଁ ମନ କେତେ ବାପା ନା 5 ମନ ବାବା 25 ପ୍ରକୃତି 25 ପ୍ରକୃତି 5ଟା ମନ ଆଚ୍ଛା ଆଚ୍ଛା ଯଦି 5ଟି ମନ ବେଶ ମନ ଏକ ହେଲା କିନ୍ତୁ ମନଟା 5 ଭାଗରେ ବିଭକ୍ତ ବା 5 ପ୍ରକାରର କାର୍ଯ୍ୟକୁ ସେ ସମ୍ପାଦନ କରେ ବୋଲି ବେଶ 5 ମନ 25 ପ୍ରକୃତି ପ୍ରକୃତି 5ଟି ମନର ବାପା ନା କଣ 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 ସାରେ ଗୋଟିଏ ହଉଛି ମନ ହେଲା ଗଣୁନ 1 ବିମନ 2 କୁମନ 3 ସୁମନ 4 ଅମନ 5 ମନ ବିମନ କୁମନ ସୁମନ ଅମନ ହେଲା ଇଏ ବାପା 5 ମନ ବାସ୍ 5ଟି ମନ ଭିତରେ ହେଲା ଥକା ମନ ବୋଲି ବାପା କିଛି ଗୋଟେ ଅଛି ଆରେ କାଇଁ ନାହିଁ ତ ମନ ବିମନ କୁମନ ସୁମନ ଅମନ ହେଲା 5 ମନ ଭିତରେ ଥକା ମନ ବୋଲି କିଛି ଗୋଟିଏ ନାହିଁ ନାଇଁ ନାଇଁ ତାହେଲେ କବି କହିଲେ ଥକା ମନଟା କାହାକୁ କୁହାଯାଏ ବାସ୍ ଘର ମୋର ହେଲା ପିଲା ମୋର ହେଲା ସ୍ତ୍ରୀ ମୋର ବେଶ 5 ବାଟି ବିଲ ଦେଖୁଛ ସବୁ ମୋର ସବୁ ମୋର ମନଟା ଆଜ୍ଞା ସବୁବେଳେ ଦୌଡୁଛି ଆଚ୍ଛା ମନଟା ସବୁବେଳେ ଚଳଚଞ୍ଚଳ ବାବା କଲେ ମନ ମଧୁକରା ମେଘା ମାନିନି ମଦନ ମରୁତ ହଁ ମା ମଦ ମର୍କଟ ମତ୍ସ ମକାର ଦଶ ଚଞ୍ଚଳ ଦଶ ଜଣ ଆଜ୍ଞା ସଂସାର ଭିତରେ ଚଳଚଞ୍ଚଳ ଆଚ୍ଛା କି ସାରେ ମନ ସର୍ବପ୍ରଥମେ ହଉଛି ମନ ମଧୁକରା ମେଘା ମାନିନି ମଦନ ମରୁତ ମା ମଦ ମର୍କଟ ମତ୍ସ ହେଲା ସଂସାର ଭିତରେ ଇଏ 10 ଜଣ ଚଞ୍ଚଳ ଇଏ 10 ଜଣ ହଉଛନ୍ତି ଆଜ୍ଞା ଚଞ୍ଚଳ ହେଲା କହିବାର ଉଦ୍ଦେଶ୍ୟ ବାପା ବେଶ ଇଏ ଚଳଚଞ୍ଚଳ ମନଟା ସବୁବେଳେ ଗତି କରୁଛି ଆଚ୍ଛା ଦେଖୁନାହାନ୍ତି ବେଶ ଜଗନ୍ନାଥ ଦାସ ଓଡିଆ ଭାଗବତରେ କଣ କଣ କହିଲେ କହିଲେ? ନବାକ୍ଷରୀ ଛାନ୍ଦ ପଦୁଟିଏ କହିଲେ ଇଏ ମନ ସର୍ବଦା ଚଞ୍ଚଳ କେବେ ହେଲାର ହେ ନିଶ୍ଚଳ ଇଏ ଲୋଭର ବଶବର୍ତ୍ତୀ ହୋଇ ଧର୍ମ ଧର୍ମ ନ ଜାଣଇ ଜଗନ୍ନାଥ ଦାସ ହେଲା ପଦୁଟି ଆଜ୍ଞା ବାପା ସେ କହିଲେ ବେଶ ଗୋଟେ ଥାକ କୀର୍ତ୍ତନ ଗାଇବା ହେଲା 30 ରୁ ଅଧିକ କବିଙ୍କର ଲେଖା ଯଦି ନ ଗାଇବ ହେଲା କାହିଁ କୀର୍ତ୍ତନ ଗାଇବା ହଁ ହଁ କବି ମାନଙ୍କର ଆୟୁଷ କାହାକୁ ଲାଗେ କାହାକୁ ଗୋଟିଏ କବିଙ୍କର ଆୟୁଷ ଗୋଟିଏ ଗାୟକ କି ଗାୟିକା ପାଖରେ ରୁହେ ହେଲା ଆମେ କିଏ କହୁଛେ ମୁଁ ମନୋରମା କହିଲି ବୋଲି ନା ନା ଭଞ୍ଜ କହିଲେ ବାସ୍। ଯଦୁମଣି ମହାପାତ୍ର କହିଲେ ହେଲା। ଆମେ କବି ମାନଙ୍କର ଲେଖାକୁ ଉପସ୍ଥାପନ କରିବା ପାଇଁ ବାପା କ୍ଷୁଦ୍ର କଳାକାର ହିସାବରେ ମଞ୍ଚରେ ଆମେ ଛିଡା ହେଇଥାଏ ହଁ ସାର୍ ସବୁ ଅଇଁଠାକିଆ ଚାକର ସାର୍ ଅଇଁଠାକିଆ ଚାକର। ଆଉ କବି ମାନଙ୍କର ଅଇଁଠା ତମେ ଖାଉଛ ଏକ ପ୍ରକାର ହଁ। ଜଗନ୍ନାଥ ଦାସ କଲେ ମନଟା ଚଳଚଞ୍ଚଳ ମନଟା ଗତି କରୁଛି ବେଶ ଇଏ ଚଳଚଞ୍ଚଳ ମନ ହେଲା ସଂସାର ରୂପକ ବାଟରେ ଯେତେବେଳେ ଦୌଡ଼ି ଦୌଡ଼ି ବାପା ଥକି ଯାଏ
ପୁଅ ପଚାରେନି କୋଉ ବୋହୁ ପଚାରେନି କେହି ପଚାରେନି ଜୀବନର ଶେଷ ଅବସ୍ଥାରେ ଆମେ ପହଞ୍ଚିଲା ବେଳେ ବିଚାର କରୁ ପ୍ରଭୁ ସଂସାର ଭିତରେ ହାତରେ ଯେତେବେଳେ ବଳ ଥିଲା ତୁଣ୍ଡରେ ବଳ ଥିଲା ତୋର ନାମକୁ ପଦେ ଗାଇ ପାରିଲିନି ଆଜି ଶେଷ ଅବସ୍ଥାରେ ଶେଷ ସମୟରେ ଭଜିବା ପାଇଁ ଇଚ୍ଛା ଥିଲେ ମଧ୍ୟ ହାତ ସାଥ ଦଉନି କି ତୁଣ୍ଡ ସାଥ ଦଉନି କି ତୋ ନାମ ଭଜନ କରିପାରୁନି ସଂସାର ରୂପକ ବାଟରେ ବାପା ଯିବ ଯେତେବେଳେ ଦୌଡ଼ି ଦୌଡ଼ି ଥକି ଯାଏ ଏ ମନ ସର୍ବଦା ଚଞ୍ଚଳ କେବେ ନ ରହେ ନିଶ୍ଚଳ ଲୋଭର ବଶବର୍ତ୍ତୀ ହୋଇ ଲୋଭ ବାପା କାହାକୁ ନାହିଁ ମୁଁ ଏଇଠି ଛିଡା ହେଇକି ଭଦ୍ରଲୋକ ହିସାବରେ କହୁଛି ମୋର ଲୋଭ ନାହିଁ ମୁଁ ପୁରା ଗୋଟେ ଦିନରେ 3ଟା ଲେଖା କଲ ଲଗାଇ ଦଉଛି ଲୋଭ କାହାର ବାପା ନାହିଁ ଦିନକୁ କାଳେ 1000 ରୋଜଗାର ହବ 3ଟା କଲ ଲଗାଇଦେଲେ 3000 ହେଇଯିବ କି ଲୋଭ ଆଜ୍ଞା ସମସ୍ତଙ୍କୁ ଅଛି ଜୀବନ ଯେତେ ପର୍ଯ୍ୟନ୍ତ ଅଛି ଲୋଭ ସେତେ ପର୍ଯ୍ୟନ୍ତ ଅଛି ଗୋଟେ ବୁଢୀ ମାଉସୀଟିଏ ଯାଉଛି ହାତରେ ଲଣ୍ଠନଟିଏ ଧରିଛି ବାଡିଟିଏ ଯାଉଛି ମାଉସୀ କୁଆଡେ ଯାଉଛୁ ନା ପୁଅ ଜୀବନ ହାରିଦେବାକୁ ଯାଉଛି ପୁଅ ପଚାରୁନି କି ବୋହୁ ପଚାରୁନି ଜୀବନ ରଖି କିଛି ଲାଭ ନାହିଁ ବୁଢୀ ହାତରେ ଲଣ୍ଠନଟିଏ ଧରିଛି ବାଡିଟିଏ ଧରିଛି ମାଉସୀ ଜୀବନ ହାରିବାକୁ ଯାଉଛି ଲଣ୍ଠନ ବାଡି କଣ କରିବ ଅନ୍ଧାର ଜନ୍ତୁ ଜୁନ୍ତା ହାବୁଡେ ପଡିବ ମରିବାକୁ ତ ଯାଉଛି ଆଉ ଜନ୍ତୁ ଜୁନ୍ତା କଣ ହାବୁଡେ ପଡିବ ହାତରେ ଲଣ୍ଠନ ବାଡି ଧରିଛି ତେଣୁ ଜୀବନ ଅଛି ମାନେ ଲୋଭ ଅଛି ଇଏ ସଂସାର ରୂପକ